हेलो स्टूडेंट्स वेलकम बैक टू एपीएस नेक्सस तुमମାନଙ୍କର ଆସନ୍ତାକାଲି ଯେଉଁ ଏକ୍ଜାମ୍ ଥିଲା ସାର୍ ତୁମର କାଲି ବହୁତ ସାରା ଜିଲ୍ଲାମାନଙ୍କରେ ତାହା ସ୍ଥଗିତ ହୋଇଯାଇଛି ଡ୍ୟୁ ଟୁ ଫ୍ଲଡ୍ ତୁମର ବନ୍ୟା ଯେହେତୁ ଏବେ ଓଡ଼ିଶାରେ ଅତ୍ୟଧିକ ବର୍ଷା କାରଣରୁ ହେଇଛି ତ ସେଥିପାଇଁ ତୁମମାନଙ୍କର ବହୁତ ସାରା ଡିଷ୍ଟ୍ରିକ୍ଟମାନଙ୍କରେ ବହୁତ ଜିଲ୍ଲାମାନଙ୍କୁ ରେଡ୍ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ ସେଇଥିପାଇଁ ବହୁତ ସାରା ଜିଲ୍ଲାମାନଙ୍କରେ ବିଦ୍ୟାଳୟ ସବୁ ଛୁଟି ଅଛି ଯାହାଫଳରେ ତୁମର ଏକ୍ଜାମ୍ ସବୁ ଯେଉଁ ତୁମର କ୍ଲାସ୍ 9th ଆଉ କ୍ଲାସ୍ 10th ପିଲାଙ୍କର ବେସିକାଲି ଯେଉଁ ଏକ୍ଜାମ୍ ହେଉଥିଲା ଇଣ୍ଟରନାଲ୍ ଆସେସମେଣ୍ଟ 1 ସାର୍ ତୁମର ସ୍ଥଗିତ ରଖାଯାଇଛି। ଆଶା କରାହେଉଛି ସୋମବାର ଆଡ଼ୁ ତୁମର ଏକ୍ଜାମ୍ ହେବ କାହିଁକିନା କାଲି ତୁମମାନଙ୍କର ଶୁକ୍ରବାର ଶନିବାର ତୁମମାନଙ୍କର ତ ଏକ୍ଜାମ୍ ହେଇପାରେ ନ ବି ହେଇପାରେ ଫିର୍ ବି ତୁମମାନଙ୍କର ଯେଉଁ କାଲି ଯେଉଁ ଆସନ୍ତାକାଲି ପାଇଁ ତୁମର ଯେଉଁ ଏକ୍ଜାମ୍ର ଟପିକ୍ ସବୁ ଥିଲା ତୁମର ସାମାଜିକ ବିଜ୍ଞାନ ଥିଲା କ୍ଲାସ୍ 10 ପିଲାଙ୍କ ପାଇଁ ତା ପାଇଁ ମୁଁ କ୍ୱେଶ୍ଚିନ୍ ଆନ୍ସର୍ ତୁମମାନଙ୍କର ନେଇକି ଆସିଛି। ଓକେ, ଆଶା କର ତୁମେମାନେ ଏହାକୁ ପୁରାପୁରି ଭାବରେ ଦେଖିବ, ସମ୍ପୂର୍ଣ୍ଣ ଭାବରେ ଦେଖିବ। ଆକର୍ଡ଼ିଂ ଟୁ ତୁମମାନଙ୍କର ସିଲାବସ୍ ତୁମମାନଙ୍କର ଯେଉଁ ଥିଲା କି ତୁମର ଭାରତୀୟ ଜାତୀୟ ଆନ୍ଦୋଳନ ଗାନ୍ଧୀଜୀକୁ ତୁମମାନଙ୍କର ବେସିକାଲି ପଢ଼ିବ ପରୀକ୍ଷାରେ, ତ ତା ଉପରେ ମୁଁ ତୁମମାନଙ୍କର ଭିଡ଼ିଓ ତୁମମାନଙ୍କର ନେଇ ଆସିଛି। ଠିକ୍ ଅଛି, ସୋ ଲେଟ୍ ଷ୍ଟାର୍ଟ କରିବା। ଦେଖିବ ତୁମମାନଙ୍କର ଏଇଟା ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ଓସ୍ତ ତରଫରୁ ତୁମର ପ୍ରସ୍ତୁତ କରାଯାଇଛି। ଓକେ, ପ୍ରଥମ ଆନ୍ତରୀଣ ମୂଲ୍ୟାଙ୍କନ ପରୀକ୍ଷା 2026 ଶ୍ରେଣୀ 10ମ ବିଷୟ ଇତିହାସ। ସମୟ ତୁମମାନଙ୍କ ପାଇଁ ଅଛି 1 ଘଣ୍ଟା 30 ମିନିଟ୍। ମୋଟ ନମ୍ବର ତୁମମାନଙ୍କ ପାଇଁ 50 ତୁମମାନଙ୍କର ରହିଛି। ସୋ ଆଶା କରେ ଏହି ଭିଡ଼ିଓ ଦେଖିବା ପୂର୍ବରୁ ତୁମମାନେ ପ୍ଲିଜ୍ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବ, ତୁମ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିବା ପାଇଁ କହିବ। ଏହିପରି ପ୍ରକାରର ଆଉ ସବୁ ପ୍ରକାର ନୂଆ ନୂଆ ଅପଡ଼େଟ୍ କ୍ୱେଶ୍ଚିନ୍ ଆନ୍ସର୍ ରହିଲା, ମକ୍ ଟେଷ୍ଟ ପେପର୍ ହୋଇଗଲା, ଏ ପାଇଁ ମଧ୍ୟ ତୁମମାନେ ଆଗ ସବସ୍କ୍ରାଇବ୍ କରିବ କାହିଁକି ତୁମମାନଙ୍କର ଏଇଟା ହେଉଛି ତୁମମାନଙ୍କର ଷ୍ଟାର୍ଟିଂ ପିରିୟଡ଼। ତୁମମାନଙ୍କର ପୁଣି ଅଛି essay 1 ଏକ୍ଜାମ୍ ଅଛି, ପୁଣି essay 2 ବା ବୋର୍ଡ଼ ପରୀକ୍ଷା ତୁମମାନଙ୍କର ଯେଉଁ ଅଛି ସେଇଟା ହେଉଛି ପ୍ରି ବୋର୍ଡ଼ ତୁମମାନଙ୍କର ଅଛି, ସେଇଟା ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଠିକ୍ ଅଛି, ସେଥିପାଇଁ ମୁଁ ସେଇ ପ୍ରକାରର ସେହି ସମୟରେ ତୁମମାନଙ୍କୁ ଉପଯୁକ୍ତ କ୍ୱେଶ୍ଚିନ୍ ଦେବା ଦାୟିତ୍ୱ ହେଉଛି ବିପିଏସ୍ ନେକ୍ସସ୍ର ଫାକଲ୍ଟିମାନଙ୍କର, ମୋର ବେସିକାଲି। ସେଥିପାଇଁ ମୁଁ ତୁମମାନଙ୍କୁ ଏ ପ୍ରକାରର ସବୁ ପ୍ରକାରର ଭିଡ଼ିଓ ତୁମମାନଙ୍କ ପାଇଁ ନେଇକି ଆସିବି। ସେଥିପାଇଁ ତୁମମାନେ ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବ। ଯଦି କିଛି ତୁମର ଡାଉଟ୍ ଥାଏ ପ୍ଲିଜ୍ କମେଣ୍ଟ କରିବ। ଓକେ, ତୁମ ନିର୍ଦ୍ଦେଶାବଳୀ ବା ଜେନେରାଲ୍ ଇନଷ୍ଟ୍ରକ୍ସନ୍ ତୁମମାନଙ୍କର ଦିଆହେଇଛି। ଆମେ ସିଧା ଯିବା ତୁମମାନଙ୍କର କ୍ୱେଶ୍ଚିନ୍ ଉପରକୁ। ବିଭାଗ କ ବହୁ ବିକଳ୍ପ ପ୍ରଶ୍ନ ବା ମଲ୍ଟିପଲ୍ ଚଏସ୍ କ୍ୱେଶ୍ଚିନ୍ସ 10ଟା ତୁମର ପଚରା ହେବ 10 ମାର୍କ ପାଇଁ। ଫାର୍ଷ୍ଟ କ୍ୱେଶ୍ଚିନ୍ ତୁମମାନଙ୍କ ସ୍କ୍ରିନ୍ ଉପରେ ଅଛି। 1 ନମ୍ବର କ୍ୱେଶ୍ଚିନ୍ 1983 ମସିହାରେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାର କେଉଁ ସ୍ଥାନକୁ ଯାଇଥିଲେ? ଆନ୍ସର୍ ହେଉଛି କ'ଣ ନା ଅପସନ୍ ଖ ନାଟାଲ। ଠିକ୍ ଅଛି, 2 ନମ୍ବରକୁ ଯିବା। ଗାନ୍ଧୀଜୀଙ୍କ ଦ୍ୱାରା ନାଟାଲ ଭାରତୀୟ କଂଗ୍ରେସ କେଉଁ ବର୍ଷ ଗଠିତ ହୋଇଥିଲା? ଆନ୍ସର୍ ହେଉଛି କ'ଣ ନା 1894। ଅପସନ୍ ଖ ହେଉଛି ତୁମ ରାଇଟ୍ ଆନ୍ସର୍ 1894। 3 ନମ୍ବର ଯିବ। ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଜୀ କେଉଁ ସମ୍ବାଦପତ୍ର ପ୍ରକାଶ କରିଥିଲେ? ଆର ଆନ୍ସର୍ ହେଉଛି କ'ଣ ନା ଇଣ୍ଡିଆନ୍ ଓପିନିଅନ୍। ଅପସନ୍ ଗ ହେଉଛି ତୁମମାନଙ୍କର ରାଇଟ୍ ଆନ୍ସର୍। ତାପରେ ଯେ 4 ନମ୍ବରକୁ ତୁମମାନଙ୍କର ଅଛି ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ସତ୍ୟାଗ୍ରହ କେଉଁ ଆଇନ ବିରୋଧରେ ପ୍ରୟୋଗ କରାଯାଇଥିଲା? ନା ଆଙ୍ଗୁଳି ଛପା ପଞ୍ଜୀକରଣ ଆଇନ ବିରୋଧରେ ସର୍ବପ୍ରଥମେ କରାଯାଇଥିଲା। ତାପରେ ଯିବା 5 ନମ୍ବରକୁ କାହାର ଅନୁରୋଧ କ୍ରମେ ଗାନ୍ଧୀ ଚମ୍ପାରଣ ଯାଇଥିଲେ? ତାର ଆନ୍ସର୍ ହେଉଛି କ'ଣ ରାଜକୁମାର ଶୁକ୍ଳଙ୍କର ଅନୁରୋଧ କ୍ରମେ ଗାନ୍ଧୀଜୀ ଚମ୍ପାରଣକୁ ଯାଇଥିଲେ। ଅପସନ୍ ଖ ହେଉଛି ତୁମର ରାଇଟ୍। ତାପରେ ଯିବା ଆମେ 6 ନମ୍ବରକୁ। ବିହାରର ଚମ୍ପାରଣ ଜିଲ୍ଲାରେ କେଉଁ କୁପ୍ରଥା ବିରୋଧରେ ଆନ୍ଦୋଳନ ହୋଇଥିଲା? ନା 3 କାଠି ବ୍ୟବସ୍ଥା ତୁମର ହୋଇଥିଲା ଯେଉଁ ଚମ୍ପାରଣରେ ବିହାରର, ସେଥିପାଇଁ ତୁମମାନଙ୍କ ତା ଉପରେ ଆନ୍ଦୋଳନ କରିଥିଲେ ତୁମର ମହାତ୍ମା ଗାନ୍ଧୀଜୀ। 7 ନମ୍ବର ଯିବା। ଅହମ୍ମଦାବାଦ ଲୁଗା କଳ ଆନ୍ଦୋଳନରେ ଶ୍ରମିକମାନେ କେତେ ପ୍ରତିଶତ ବୋନସ୍ ଦାବି କରିଥିଲେ? ଆନ୍ସର୍ ହେଉଛି କ'ଣ ନା 35 ଭାଗ। ଅପସନ୍ ଖ ହେଉଛି ତୁମମାନଙ୍କର ରାଇଟ୍ ଆନ୍ସର୍। ତାପରେ ଯିବା 8 ନମ୍ବର। ରାଓଲାଟ ଆକ୍ଟ କେବେ ଗୃହୀତ ହୋଇଥିଲା? ଆର ଆନ୍ସର୍ ହେଉଛି 1919 ମସିହା ମାର୍ଚ୍ଚ 18 ତାରିଖ। ଅପସନ୍ କ ହେଉଛି ତୁମମାନଙ୍କର କ'ଣ ସଠିକ୍ ଆନ୍ସର୍। ଠିକ୍ ଅଛି, ତାପରେ ଯିବା ଆମେ ତୁମର 9 ନମ୍ବର କ୍ୱେଶ୍ଚିନ୍କୁ। ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେବେ ଘଟିଥିଲା? ତୁମେ ସମସ୍ତେ ଜାଣିଛ ଆକୁ। 1919 ମସିହା ଏପ୍ରିଲ ମାସ 13 ତାରିଖରେ ତୁମମାନଙ୍କର ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା। 10 ନମ୍ବର କ୍ୱେଶ୍ଚିନ୍ କେଶର ଇ ହିନ୍ଦ ଶବ୍ଦର ଅର୍ଥ କ'ଣ? କେଶର ଇ ହିନ୍ଦ ଶବ୍ଦର ଅର୍ଥ ହେଉଛି ଭାରତର ସମ୍ରାଟ, ଯେଉଁଟା ଗାନ୍ଧୀଜୀଙ୍କୁ ମିଳିଥିଲା। ଓକେ, ମନେ ରଖିଛ ନା ନାହିଁ? ଗାନ୍ଧୀଜୀଙ୍କୁ ମିଳିଥିଲା, ଆଉ ଗାନ୍ଧୀଜୀଙ୍କ ସେହି ସମୟରେ ମିଳିଥିଲା କ'ଣ ନା ତୁମର ରବୀନ୍ଦ୍ରନାଥ ଠାକୁର, ଓକେ, ରବୀନ୍ଦ୍ରନାଥ ଠାକୁରଙ୍କୁ ତୁମର ମିଳିଥିଲା ନାଇଟ୍ ପଦ। ଠିକ୍ ଅଛି, ଠିକ୍ ଅଛି।
नेक्स्ट तुम आम जी विभाग ख जोटा अच्छी अति क्षुद्र प्रश्न उत्तर भेरी सर्ट आंसर क्वेश्चंस आ तुम तुम 10टा क्वेश्चन पड़ो ओके इच क्वेश्चन तुम 2 मार्क टोटाल हूँ 20 मार्क। फास्ट जावा आम 11 नंबर को गांधीजी दक्षिण आफ्रिकार कहीं जाइए ना आंसर देख 1983 मसीहा दादा अब्दुल्ला नामक जड़े भारतीय व्यवसायी मुकदमा लड़ाई गांधीजी दक्षिण आफ्रिकार नाटाल सहर को जाइए। 12 नंबर है नाटाल भारतीय कांग्रेस कहीं गठित होता दक्षिण आफ्रिकार बसवास करुवा भारतीय को संगठित करने और से अधिकार पर लड़िया निमंते 1894 मसीह एक राजनैतिक अनुष्ठान गठित होता। 13 नंबर देखा 3 काठी व्यवस्था कौन ना बिहार चंपारण जिले में चाषी मानक से जमीर मोट 20 भाग 3 भाग जमी बाध्यतामूलक भाव में नील चाष करने को पड़ूला जहाँ 3 काठी व्यवस्था कहुला। 14 नंबर जा खेड़ा आंदोलन मूल कारण कौन थिला आंसर हूँ 1918 मसीह दुर्भिक्ष जो गुजराटर खेड़ा जिले में उत्पादन बाधाप्राप्त होता मध्य इंग्रेज कर्मचारी माने संपूर्ण राजस्व आदाय करने को चाप पकड़ यही आंदोलन सृष्टि होता है। पे देख तुम जहाँ लिखाई तुम ताकू तुम कपी पेस्ट करदेव तुम क्वेश्चन पेपर रे देन तुम मुझे 100% सियोर होगी 50 50 तुम क्वेश्चन पेपर पलि आस ठीक अच्छे। देन जी आम नेक्स्ट पार्ट तुम अच्छी 15 नंबर अहमदाबाद लोकाकल आंदोलन में गांधीजी मुख्य भूमिका कौन थिला ना ब्लैक बोनस प्रत्याहार प्रतिवाद में गांधीजी श्रमिक मान 35 भाग बोनस दाबी में अहिंसा आंदोलन और अनशन करने को परामर्श देते और सफलता हासिल करते। 16 नंबर जा राउलट एक्ट कौन ना 1919 मसीह इंग्रेज सरकार भारत विप्लवी कार्यकलाप दमन करने एक कला आईन प्रणयन करते जहाँ अनुसार कौन से भारतीय बिना विचार गिरफ्त कर तो ओके 17 नंबर देखा जालियानवाला हत्याकांड पर गांधीजी के उपाय त्याग करते तुम देखी दियो तुम पूरा पढ़ले तुम वीडियो लंग हो ठीक अच्छे तो देखी दियो तुम आपको यही भाव में तुम लिखिपार। 13 नंबर पर तुम जा 17 नंबर पर 18 नंबर को तुम एमती लिखिपार ओके। 19 नंबर तो देख चंपारण आंदोलन विषय तुम केमती ना मिलता लिखिपार तुम एमती 3 काठी व्यवस्था को प्रयोग करपर जा आम 20 नंबर तुम अच्छे दक्षिण आफ्रिका कथा तुम संवादपत्र नाम कौन थी लिख और से केउंटर सत्याग्रह प्रथम प्रयोग करते तुम लिखिपार तुम गोटे 1 मार्क 2 मार्क तुमको मिल जापर जो विभाग ग दीर्घ और संक्षिप्त प्रश्नोत्तर लंग आंसर क्वेश्चंस बेस तुम 4टा क्वेश्चन पड़ो गोटा हूँ 5 मार्क टोटाल हूँ के 20 मार्क तुमको मिल देखी दियो मुझे लंग क्वेश्चन कहबी तुम स्क्रीनशॉट मारनी मुझे तुम तुमको दूसरी 21 नंबर देखी दियो स्क्रीनशॉट मार दियो शीघ्र शीघ्र दक्षिण आफ्रिकार भारतीय मैंने क्यों निर्यातित होते ओके देखीदेल स्क्रीनशॉट मार दियो सीधा ठीक अच्छे। तापर जीवा आम 22 नंबर 22 तुम दिखाई सेमती देखी दियो शीघ्र इंपोर्टाट ओके एटा हूँ इंपोर्टाट वेरी वेरी इंपोर्टाट बोर्ड में आसवर संभावना अच्छी SA1 होगा SA2 ठीक होगला। तापर जी 23 नंबर को खेड़ा ठारे आंदोलन कारण यार फलाफल कौन था वर्णना कर आगे तुम लिखिदेव सीधा कपी पेस्ट मारदेव परीक्षा 100% कही 50 ରୁ 50 तुम रही ठीक अच्छे लिखिदेल। तापर आज लास्ट क्वेश्चन तुम 24 नंबर अहमदाबाद लुगा आंदोलन राउलट विरुद्ध में भारतीय मान प्रतिक्रिया संपर्क में वर्णना कर लिखिदे लिखि शीघ्र शीघ्र स्क्रीनशॉट मार दियो ओके ठीक अच्छे। सो ओके आज तुम ये आउ हाँ जब वीडियो भल लगे तो प्लीज लाइक सब्सक्राइब कर ये प्रकार तुम आगू मत जो सब एग्जाम आस तुम तुम नहीं आस क्वेश्चन सर्वप्रथम तुम तुमको फास्ट सब्सक्राइब कराया पड़ो आ नोटिफिकेशन बेल आइकन को तुमको जबाक पड़ो ठीक अच्छे। आज ये रोचु थैंक यू जय जगन्नाथ जय श्रीराम।